କଳିଯୁଗର ପାଞ୍ଚଟି କଟୁ କଥା ଯାହା ଶୁଣିଲା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ଆପଣଙ୍କ ସହିତ ଘଟୁଛି, ଯାହା ଆପଣ ପ୍ରତ୍ୟେକ ଦିନ ଭୋଗୁଛନ୍ତି, ତାହା ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ କରିବ। ଯାହାକି କଳିଯୁଗ ସହିତ ଯୋଡ଼ି ହୋଇଛି। ଏହି ପାଞ୍ଚଟି କଟୁ କଥା ଆପଣମାନେ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ନମସ୍କାର ସାଙ୍ଗମାନେ, ଆମ ଜୀବନରେ ଶାସ୍ତ୍ରର ମହତ୍ଵ ବହୁତ ରହିଛି। ହିନ୍ଦୁ ଧର୍ମରେ ଅନେକ ଲୋକ ଶାସ୍ତ୍ରକୁ ବହୁତ ବିଶ୍ୱାସ କରିଥାନ୍ତି। ଶାସ୍ତ୍ରରେ ଅନେକ ଉପକାର ବିଷୟରେ ମଧ୍ୟ ଲେଖାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତାର ଶୀର୍ଷରେ ପହଞ୍ଚି ପାରିଥାଏ। ଏହି ଶାସ୍ତ୍ରରେ ଅନେକ ଭଲ ଭଲ କଥା ସମ୍ପର୍କରେ ମଧ୍ୟ ଲିପିବଦ୍ଧ କରାଯାଇଛି। ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ। ଭଗବାନ ଶିବଶଙ୍କର ମଧ୍ୟ କହିଛନ୍ତି, ଶାସ୍ତ୍ରରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ। ଶାସ୍ତ୍ରରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହାଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ। ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ। ସାଙ୍ଗମାନେ, ଶାସ୍ତ୍ରରେ କଳିଯୁଗ ସମ୍ପର୍କରେ ଅନେକ କଥା ବର୍ଣ୍ଣିତ ହୋଇଛି। ଶାସ୍ତ୍ର ତ ଭଗବାନଙ୍କ ବାଣୀ, ଏହା ଆମେ ସମସ୍ତେ ଜାଣିଥାଉ। କିନ୍ତୁ କଳିଯୁଗର ଏପରି କିଛି କଥା ଅଛି ଯାହାକୁ ଭଗବାନ ନିଜେ କହିଛନ୍ତି। ତେବେ ସାଙ୍ଗମାନେ, ଆସନ୍ତୁ ଜାଣିବା କଳିଯୁଗର ସେହି କଟୁ ସତ୍ୟ ସମ୍ପର୍କରେ। ସାଙ୍ଗମାନେ, କ'ଣ ସେହି ପାଞ୍ଚଟି କଟୁ କଥା ଯାହାକି ଆମ ଜୀବନ ସହିତ ଯୋଡ଼ି ହୋଇ ରହିଛି, ଆମ ଜୀବନ ଜୀବିକାରେ ଯୋଡ଼ି ହୋଇ ରହିଛି। ସାଙ୍ଗମାନେ, କଳିଯୁଗ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ହିଁ କଳ୍ପନା କରିସାରିଥିଲେ। ଏହାକୁ ଜାଣିବା ପାଇଁ ପଞ୍ଚୁ ପାଣ୍ଡବ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବଣକୁ ପଠାଇଲେ ଓ କହିଲେ, ତୁମ୍ଭେମାନେ ଯାହା ସବୁ ବଣରେ ଦେଖିକି ଆସିବ ମୋତେ ତାହା ଜଣାଇବ। ଏହାପରେ ସମସ୍ତେ ବଣକୁ ଗମନ କରିଥିଲେ। ପ୍ରଥମେ ଯୁଧିଷ୍ଠିର ଗୋଟିଏ ଦୁଇଟି ଦାନ୍ତ ଓ ଗୋଟିଏ ବଡ଼ ଶୁଣ୍ଢ ଥିବା ହାତୀଟିଏ ଦେଖିଲେ। ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେଲେ ଓ ଶ୍ରୀକୃଷ୍ଣଙ୍କୁ ପଚାରିଲେ। ଭଗବାନ କହିଲେ, କଳିଯୁଗରେ ଯେଉଁମାନେ ଶାସନ କରିବେ ସେମାନେ ଠିକ୍ ଏହିଭଳି ହାତୀ ଭଳି ହିଁ ହେବେ। ଅର୍ଥାତ୍ ସେମାନେ କହିବେ ଗୋଟିଏ କଥା କିନ୍ତୁ କରିବେ ଆଉ କିଛି କଥା। ଏମାନେ ଦୁଇ ଦିଗରୁ ପ୍ରଜାମାନଙ୍କୁ ଶୋଷଣ କରିବେ, ଯାହାକି ଆମ ସହିତ ଆଜିକା ସମୟରେ ଘଟୁଛି। ଆମ ନେତାମାନେ, ଆମ ସରକାର ଆମକୁ କହୁଛି ଗୋଟିଏ କିନ୍ତୁ ଆମକୁ ଶୋଷଣ କରୁଛି, ଆମଠାରୁ ଟଙ୍କା ଲୁଟୁଛି, ଆମକୁ ଅଧିକ ରେଟ୍, ଅଧିକ ଟଙ୍କାରେ ଆମକୁ ସବୁବେଳ ପାଇଁ ଅସୁବିଧାରେ ପକାଉଛି। ଏହାପରେ ଭୀମ ଦେଖିଲେ ଗୋଟିଏ ଗାଈ ତାର ଛୁଆଟିକୁ ତାର ଜିଭରେ ଚାଟି ଚାଟି ତାର ସମସ୍ତ ଲାଳ ଅଂଶ ତା ଶରୀରରେ ଲଗାଇ ସାରିଲାଣି। ଏହା ଦେଖି ସେ ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ସେ କହିଲେ, କଳିଯୁଗରେ ପିତାମାତାମାନେ ନିଜର ସନ୍ତାନକୁ ବହୁତ ଭଲ ପାଇବେ। ସେମାନେ ନିଜ ସନ୍ତାନ ପ୍ରେମରେ ଏତେ ଅନ୍ଧ ହୋଇଯିବେ କି ତାଙ୍କୁ ଧର୍ମ ବିଷୟରେ ଶିକ୍ଷା ଦେଇପାରିବେ ନାହିଁ। ଯଦି ଅନ୍ୟର ପିଲା ଧର୍ମ ମାର୍ଗରେ ଯାଇ ସାଧୁ ହୋଇପାରିଲା ତେବେ ତାର ବହୁତ ପ୍ରଶଂସା କରିବେ, କିନ୍ତୁ ନିଜ ପିଲାକୁ ସେହି ରାସ୍ତାରେ ଯିବା ପାଇଁ ମନା କରିବେ। ଯାହାକି ଆମ ସହିତ ଆଜିକା ସମୟରେ ଘଟୁଛି। ଆମ ବାପା ମା ମାନେ ଆମକୁ ବହୁତ ଲାଳସାରେ, ଆମକୁ ବହୁତ ଯତ୍ନର ସହିତ ଆମକୁ ବଡ଼ କଲେ, କିନ୍ତୁ ଆମେ ଶିକ୍ଷା କ'ଣ ପାଇବା କଥା, ଆମେ କ'ଣ ଭଲ ମଣିଷ କେମିତି ହେବା, ସେ ଶିକ୍ଷା ଆମେ ପାଇପାରିଲେ ନାହିଁ। କାରଣ ଆମ ବାପା ମା ଆମକୁ ଏତେ ଭଲ ପାଇବା ଦେଲେ କି ଆମେ ଜାଣି ହିଁ ପାରିଲେ ନାହିଁ କି ଆମ ଦୁନିଆରେ ଆମେ କ'ଣ କରିବା ଉଚିତ, ଆମେ କ'ଣ ଶିକ୍ଷା ହାସଲ କରିବା ଉଚିତ। ଖାଲି ଆମେ ଶିଖିଲେ ଗୋଟିଏ ଜିନିଷ କି ଆମ ବାପା ମା ଆମ ପାଇଁ ସବୁକିଛି। ଆମ ବାପା ମା ଆମକୁ ଭଲରେ ରଖିବେ, ଖୁସିରେ ରଖିବେ, କିନ୍ତୁ ଆମେ ଆମ ବାପା ମାଙ୍କୁ ଖୁସିରେ ରଖିବୁ କି ନ ରଖିବୁ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଏହାପରେ ଅର୍ଜୁନ ଏକ ପକ୍ଷୀ ଦେଖିଲେ ଯାହାର ପରରେ ବେଦ ଲେଖା ହୋଇଥିଲା, କିନ୍ତୁ ସେ ମାଂସ ଖାଉଥିଲା।
ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ଅନେକ ବିଦ୍ୱାନ ରହିବେ, କିନ୍ତୁ ସେମାନେ ଧର୍ମ ପରିବର୍ତ୍ତେ ଅନ୍ୟ ଲୋକଙ୍କ ଧନ ସମ୍ପତ୍ତି ଉପରେ ନଜର ରଖିବେ, ଯାହାକି ଆମ ସହିତ ଆଜିକା ସମୟରେ ଘଟୁଛି। ଆପଣମାନେ ଆଜିକା ସମୟରେ ଦେଖିଥିବେ କଳିଯୁଗରେ ବହୁତ ବାବା ବାହାରିଲେଣି, ଯାହାକି ଆପଣଙ୍କ ଭବିଷ୍ୟବାଣୀ କରିଦେଉଛନ୍ତି। ଆପଣମାନେ ଭବିଷ୍ୟତରେ କ'ଣ କରିବେ ସେ କଥା ମଧ୍ୟ କହିଦେଉଛନ୍ତି। ଆପଣମାନେ କେବେ ଜନ୍ମ ନେବେ ମଧ୍ୟ କହୁଛନ୍ତି। ଆପଣମାନେ କେବେ ମୃତ୍ୟୁବରଣ କରିବେ ମଧ୍ୟ କହୁଛନ୍ତି। ତା ବଦଳରେ ସେମାନେ ବହୁତ ଟଙ୍କା ନେଉଛନ୍ତି। ତା ବଦଳରେ ସେମାନେ ଆପଣଙ୍କୁ ଲୁଟୁଛନ୍ତି, ଯାହାକି କଳିଯୁଗରେ ଶ୍ରୀକୃଷ୍ଣ କହିଛନ୍ତି। ଏହାପରେ ନକୁଳ ଦେଖିଲେ ଯେ ଏକ ବଡ଼ ପଥର, ଯାହାକି ସମସ୍ତ ବଡ଼ ଗଛକୁ ଭାଙ୍ଗିକରି ତଳକୁ ଆସିଲା, କିନ୍ତୁ ଏକ ଛୋଟ ବୃକ୍ଷ ଏହାକୁ ଅଟକାଇ ପାରିଲା। ଏବେ ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ମନୁଷ୍ୟ ବୁଦ୍ଧି ବହୁତ କମ୍ ହୋଇଯିବ। ସେ ନିଜର ଅବନତି ଆଡ଼କୁ ଗତି କରିବ। ଏଥିରୁ ତାଙ୍କୁ କେଉଁ ଶିକ୍ଷା କିମ୍ବା ଅନ୍ୟ କିଛି ଅଟକାଇ ପାରିବ ନାହିଁ। କେବଳ ହରିନାମ କରିବା ଦ୍ୱାରା ହିଁ ମନୁଷ୍ୟ ମୁକ୍ତି ପାଇପାରିବ। ସାଙ୍ଗମାନେ, କଳିଯୁଗରେ ଲୋକମାନେ ବହୁତ ଅସୁବିଧାରେ ରହିବେ। କଳିଯୁଗରେ ଲୋକମାନେ ଦୁଃଖ କଷ୍ଟ ଭୋଗିବେ। ଯଦି କଳିଯୁଗରେ ଲୋକମାନେ ହରିନାମ ଜପ କରୁଛନ୍ତି, ଯଦି କଳିଯୁଗରେ ଲୋକମାନେ ଭଗବାନଙ୍କ ନାମ ନେଉଛନ୍ତି, ତାହେଲେ ସେମାନେ ବର୍ତ୍ତିଯିବେ। ସେମାନେ କଳିଯୁଗରେ ବଞ୍ଚିଯିବେ, ନହେଲେ ଏ ଦୁନିଆରେ କେହି ବି ବଞ୍ଚିବେନି। କଳିଯୁଗ ଯେତେବେଳେ ଶେଷ ହେବ, ସମସ୍ତଙ୍କୁ ମରିବାକୁ ପଡ଼ିବ। କେବଳ ଜଣେ ବଞ୍ଚିବ, ଯିଏ ପ୍ରଭୁଙ୍କ ନାମ ନେଉଥିବ, ଯିଏ ପ୍ରଭୁଙ୍କର ଭକ୍ତ ଥିବ, ଯିଏ ସଞ୍ଜେ ସକାଳେ ହରିନାମ ଜପ କରୁଥିବ। ତ ସେଥିପାଇଁ ଆପଣମାନେ ମଧ୍ୟ ହରିନାମ ଜପ କରିବା ଆରମ୍ଭ କରିଦିଅନ୍ତୁ। ଏହାପରେ ସହଦେବ ଅନେକ କୂଅ ଦେଖିଲେ, କିନ୍ତୁ ଯେଉଁ କୂଅଟି ମଝିରେ ଥିଲା ତାହା ବହୁତ ଗଭୀର ଥିଲା, କିନ୍ତୁ ସେଥିରେ ପାଣି ନଥିଲା। ଏହାକୁ ବୁଝାଇବାକୁ ଯାଇ ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ଅନେକ ବଡ଼ ଲୋକ ରହିବେ, ଯେଉଁମାନେ ବହୁତ ବିଳାସ କରିବେ, ଯେହେତୁ ତାଙ୍କ ପାଖରେ ପ୍ରଚୁର ଧନ ରହିବ, କିନ୍ତୁ ସେମାନେ କୌଣସି ଗରିବକୁ ସାହାଯ୍ୟ କରିବେ ନାହିଁ, ଯାହାକି ଆଜିକା ସମୟରେ ଆପଣଙ୍କ ସହିତ ଘଟୁଛି। ଆପଣମାନଙ୍କ ସହିତ ପ୍ରତ୍ୟେକ ଦିନ ଘଟୁଛି। ଆପଣଙ୍କ ଘର ଆଖପାଖରେ ନିଶ୍ଚିନ୍ତ କେହି ଜଣେ ଧନୀ ମଣିଷ ଥିବେ, ଆଉ ଆପଣମାନେ ଯେତେବେଳେ ତାଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଯାଇଥାନ୍ତି, ସେମାନେ ଦୁଆର ମୁହଁରୁ ଆପଣଙ୍କୁ ଖରାପ କହିକି ବିଦା କରିଦେଇଥାନ୍ତି, ଯାହାକି କଳିଯୁଗରେ ସମସ୍ତଙ୍କ ସହିତ ଘଟୁଛି, ଯାହାକି ପ୍ରଭୁ ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି, ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ଜଣେଇଛନ୍ତି। ଧନ୍ୟବାଦ ସାଙ୍ଗମାନେ। ଆଶା କରିବି ମୋର ଏହି ଭିଡ଼ିଓରୁ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ କିଛି ନା କିଛି ଶିଖିବା ପାଇଁ ମିଳିଥିବ। ଯଦି କିଛି ଶିଖିବା ପାଇଁ ମିଳିଥିବ, ତାହେଲେ ମୋର ଏହି ଭିଡ଼ିଓଟିକୁ ଲାଇକ୍ଟେ କରିଦେବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିନ୍ତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।